सहस्र अश्वमेध यज्ञ जो दिन समाप्त होब पूर्णाहुति होब शेष होब तार पूर्ववर्ती सप्त दिनाथ श्रुत्या सप्त दिनाथ पूर्वम जा रात्रि अभवत द्विजा तस्यास्तूरीय प्रहरे ध्यायतो विष्णु अव्ययं इंद्रदमनଙ୍କର ଗୋଟେ ଅଭ୍ୟାସ ଥିଲା। तृतीय प्रहर निशी बीती गले चतुर्थ जाम स्पर्श करने पूर्वर शज्या त्याग करी संक्षिप्त शौच संपादन पूर्वक से किछि समय बसी ध्यान करुଥିଲେ। तूर्य पहरे तूर्य शब्दर अर्थ चतुर्थ चतुर्थ जामरे चतुर्थ प्रहर शेष तो प्रातः काल आसीजिव सूर्योदय हेबे ए चतुर्थ प्रहरटी से ध्यान रे बसुଥିଲେ। काहंकु ध्यान करुଥିଲେ हो ध्यायत विष्णु अव्ययम विष्णु को ध्यान करुଥିଲେ। वो विष्णु काहंकु ध्यान करुଥିଲେ जहांक चरित्र लीला तथा अवस्थान संबंध रे विद्यापति स्वयं दर्शन करी आसी इंद्रदम्न को कही देइथिले से दृश्य से मूर्ति हृदय भितर पशि जाइछि। प्रभुंका प्रसाद माला रे विभोलित इंद्रदम्न माला को अनुभव करुछंती ओ जहांग अंगर श्रीअंगर माला ये से श्रीमूर्ति एंग भितरे प्रवेश करी से स्थिर होई जाइछंती रही जाइछंती मानस पटरु अंतर्हित होई पारु नाहंती। आपण मानक भक्ति और प्रीति रे जपरि प्रभु श्री जगन्नाथ ए मंचरु अंतर्हित होई पारु नाहंती एटी बसी रहिछंती। आमे पळौचे फेर आसला पर्यंत से सेमति बसी रहिछंती हमको कृपा करी। इंद्रदमन को हृदय रे विद्यापति प्रदत्त संदेश से भलिया रही तांको ही बसी स्व अंतःकरण भितर ध्यान करुचंती। कहीं विद्यापति कौन कहिथिले कि महाराज इंद्रदमन जटिल जहा कहिथिले ताहा त्रिकाल सत्य ए स्वचक्षुरे से परम प्रेममय मूर्ति अद्भुत लावण्यमय मूर्ति साक्षात वैकुंठाधिपति दर्शन करी आसिली महाराज आखिरे देखि आसी भूली होनी कि मूर्ति से विद्यापति भाषारे इंद्र नीलमयो देव शंख चक्र गदाधर इंद्र नीलमयो देव ये सुंदर गोटे व्यासदेव रखिछन जे आमर शक्ति केते जे आमे उडा को विश्लेषण करबा इंद्रनील मणि बोली कहना बहुत रहस्य रोच तात्विक रहस्य एगुड़ी तो सनातन धर्मर वेद वेदांतर मूल बिंदु। इंद्रनीलमयो देव न तु इंद्रनील मणि इंद्रनीलमयो देव आस्ते चक्र गदाधर एकाश्यति गुणमित स्वर्ण पद्म परिस्थित एकाशति अंगुला उच्चता विशिष्ट 81 अंगुली एकाशति गुणमित स्वर्ण पद्म परिस्थित वाम पार्श्वगता लक्ष्मी आशिष्टा पद्म पाणिना पल्लकी वादनम परा भगवत मुखलोचना। प्रसंग क्रमे श्लोकटी आमे शुणीचे वाम पार्श्वगता लक्ष्मी पल्लकी वादन परा लक्ष्मी कोठी बीणा बजाती मो
ଲକ୍ଷ୍ମୀ କୋଠି ବୀଣା ବଜାୟ ତ ଆମେ ଜାଣିନୁ, ଆମେ ଶୁଣିନୁ। ଏଠି ବୋଧେ ବ୍ୟାସଦେବ କହିବେ, ଆମକୁ ଉତ୍ତର ଦେବେ, ତମେ କଣ ଜାଣିଛ ଯେ, କୋଉଠି ଶୁଣିଛ ଯେ? ତମେ ଜାଣିବ ଶୁଣିବ? ଏ ତ ବିଶ୍ୱର ଜ୍ଞାନ ସମ୍ଭାର ଭିତରୁ ତୁମେ କେତେ ଜାଣିଛ? ଶବ୍ଦ ସମ୍ଭାର ଭିତରୁ ତୁମେ କେତେ ଶୁଣିଛ? ଲକ୍ଷ୍ମୀ ଓ ସରସ୍ୱତୀଙ୍କର ଏକ ମିଳିତ ମୂର୍ତ୍ତି, ଯାର ପ୍ରଭାବରେ ଆଜି ଆମେ ଲକ୍ଷ୍ମୀ ସରସ୍ୱତୀଙ୍କୁ ହୃଦୟରେ ଗ୍ରହଣ କରୁଛେ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶ୍ରୀଅଙ୍ଗ ସେବିକା ରୂପରେ ଦୁଇ ପକ୍ଷ ଶୋଭା କହୁଛନ୍ତି ବୋଲି ଏଟା ହୃଦୟର ଭାବ। ତାଙ୍କର ନାମକରଣ ଅଲଗା, ଶ୍ରୀଦେବୀ ଭୂଦେବୀ। ଯାହା ହଉ, ବାମ ପାର୍ଶ୍ୱଗତା ଲକ୍ଷ୍ମୀ ଆଶ୍ଳିଷ୍ଟା ପଦ୍ମପାଣିନା। ନୀଳାଚଳ ଚୂଡ଼ାରେ ଏଇ ଅବସ୍ଥାନ କରିଛନ୍ତି। ବଲ୍ଲକି ବାଦନ ପରା ଭଗବତ ମୁଖଲୋଚନା। ଇଏ ଥିଲେ ନୀଳାଚଳ ଚୂଡ଼ାରେ, ଯିଏ ସ୍ୱର୍ଣ୍ଣ ବାଲୁକାରେ ଆତ୍ମ ଗୋପନ କରିଛନ୍ତି। ଛତ୍ରୀଭୂତ ଫଣା ବୃନ୍ଦ ଶେଷ ପଶ୍ଚାତ ଅବସ୍ଥିତ। ସାକ୍ଷାତ ଶେଷ ନାଗ ଛତ୍ରୀଭୂତ ଫଣା ବୃନ୍ଦ, ସହସ୍ରପଣାକୁ ଛତ୍ର ଆକାରରେ, ମସ୍ତକ ପରି ଛତ୍ର ଆକାରରେ ଉତ୍ତୋଳନ ପୂର୍ବକ ପଶ୍ଚାତ ନୀଳମାଧବଙ୍କର ପଛପଟେ ଦଣ୍ଡାୟମାନ ଛତ୍ରୀଭୂତ ପଣାବୃନ୍ଦ ଶେଷ ପଶ୍ଚାତ ଅବସ୍ଥିତ। ଅଗ୍ରେ ବ୍ୟବସ୍ଥିତମ ଦୃଷ୍ଟ ବପୁ ବିଭ୍ରାତ ସୁଦର୍ଶନମ୍। ସାକ୍ଷାତ ସୁଦର୍ଶନ ଚକ୍ର ରାଜ ସମ୍ମୁଖ ଭାବରେ, ପଛରେ ରହିଲେ ଅନନ୍ତ ବା ଶେଷ ନାଗ ବଳଭଦ୍ର, ସମ୍ମୁଖ ଭାବରେ ରହିଲେ କିଏ ସେ? ବପୁ ବିଭ୍ରାତ ସୁଦର୍ଶନ, ଚକ୍ରାକୃତି ନୁହଁ ଆଉ, ତେବେ ସାକ୍ଷାତ ଚତୁର୍ଭୁଜ କିରୀଟ କୁଣ୍ଡଳ ବିମଣ୍ଡିତ ଦିବ୍ୟ ସ୍ୱଦେହ। ସୁଦର୍ଶନ ଚକ୍ର ତ ଚକ୍ରଟିଏ, ଆଉ ସେ ଦେହ କୋଉଠୁ ପାଇଲେ? ତାଙ୍କର ଦେହ ଅଛି? ହଁ ଅଛି। ପ୍ରମାଣ? ଯାଅ ଶ୍ରୀମଦ୍ ଭାଗବତ ପ୍ରମାଣ ପାଇବ। ଯେତେବେଳେ ଚତୁଃସନଙ୍କ ଦ୍ୱାରା ଜୟ ବିଜୟ ଅଭିଶାପ ପ୍ରାପ୍ତ ହୋଇ ମର୍ତ୍ତ୍ୟକୁ ଆସିଗଲେ, ଆସୁରୀ ଦେହ ପାଇ ଭଗବାନ ବୈକୁଣ୍ଠପତି ଅନ୍ତଃପୁରରେ ବିଚଳିତ ହୋଇଗଲେ। ଚତୁଃସନଙ୍କ ତୁଲ୍ୟ ମହାନ ଅତିଥିଙ୍କର ଅବଜ୍ଞା ମୋ ଦ୍ୱାରରେ, ମୋର ପ୍ରିୟ ଭୃତ୍ୟ ଅତ୍ୟନ୍ତ ବିଶ୍ୱାସର ଭୃତ୍ୟ ଜୟ ବିଜୟ ଅଭିଶାପଗ୍ରସ୍ତ, ଏ ମୋ ଦ୍ୱାରରେ ଘଟିଗଲା। ଦୁଇଟା କାର୍ଯ୍ୟରେ ବିଚଳିତ ହୋଇ ପ୍ରଭୁ ବ୍ୟଗ୍ର ଚିତ୍ତରେ ପଳେଇ ଆସିଲେ। ଯୋଉ ସୁନ୍ଦର ବର୍ଣ୍ଣନା ଅଛି ସେଇଠି ମଧ୍ୟ 22 ପାହାଚ ଅଛି ବୋଧେ, ତାର ବର୍ଣ୍ଣନାରୁ ଯାହା ଜଣାପଡ଼େ। ଉଚ୍ଚ ପାବଚ ଶ୍ରେଣୀରୁ ଯେତେବେଳେ ବ୍ୟଗ୍ର ଚିତ୍ତରେ ପ୍ରଭୁ ବିଚଳିତ ହୋଇ ଦ୍ୱାର ଦେଶକୁ ଯୋଉଠି ଘଟଣା ଘଟିଗଲା ପଳେଇ ଆସୁଛନ୍ତି। ଭାଗବତର ବର୍ଣ୍ଣନା, ତାଙ୍କ ଚତୁଃପାର୍ଶ୍ୱରେ ଶଙ୍ଖ ଚକ୍ର ଗଦା ପଦ୍ମ ଦେହ ଧାରଣ କରି ଆସୁଛନ୍ତି। ହାତରେ ନାହାନ୍ତି, ଦେହ ଧାରଣ କରି ଆସୁଛନ୍ତି। ଏପଟେ 2 ଜଣ, ସେପଟେ 2 ଜଣ ପ୍ରଭୁଙ୍କ ସହ ପାବଚ୍ଛ ଶ୍ରେଣୀରୁ ଆସୁଛନ୍ତି। ତଳେ ଛିଡ଼ା ହୋଇ ଜୟ ବିଜୟ ଏବଂ ଚତୁଃସନ ଦର୍ଶନ କରୁଛନ୍ତି। ବଡ଼ ସୁନ୍ଦର ବର୍ଣ୍ଣନା ଅଛି। ତେଣୁ ବପୁ ବିଭ୍ରାତ ସୁଦର୍ଶନ ଅସିଦ୍ଧ ବାକ୍ୟ ନୁହେଁ, ଅସିଦ୍ଧ ବାକ୍ୟ ନୁହେଁ। କୃତାଞ୍ଜଳି ପୁଟଃ ତସ୍ୟ ପଶ୍ଚାତ୍ ଗରୁଡ଼ ଆସ୍ଥିତଃ। ସୁଦର୍ଶନଙ୍କ ପଛପଟକୁ ଜାନୁପାତ ପୂର୍ବକ ସେବକ ଶ୍ରେଷ୍ଠ ଗରୁଡ଼ କୃତାଞ୍ଜଳି ପୁଟରେ ବସିଛନ୍ତି। ଏ ଚତୁର୍ଦ୍ଧା ମୂର୍ତ୍ତି ସେବକଟିଏ ଗରୁଡ଼। ଏତିକି ନୀଳାଚଳ ଚୂଡ଼ାରେ ଥିଲେ। ବିଦ୍ୟାପତି କହିବା ଦିନଠୁ ଏଇ ରୂପ ନିରନ୍ତର ହୃଦୟରେ ରହି
ଦିଗ ବିନ୍ଦିକରେ ଦେଖା ଯାଉଛନ୍ତି। ଏଇ ମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ଆକୁଳ ପ୍ରାଣରେ ତ ଇନ୍ଦ୍ରଦମ୍ନ ଆସି ଯାଇଥିଲେ, ନିରନ୍ତର ଧ୍ୟାନ କରୁଛନ୍ତି ଏଇ ମୂର୍ତ୍ତି। ସୁତ୍ୟା ସପ୍ତଦିନାଥ ପୂର୍ବମ୍ ଯା ରାତ୍ରି ଅଭବତ ଦ୍ୱିଜା ତସ୍ୟା ସ୍ତୁରୀ ଅପହରେ ଧ୍ୟାୟତୁ ବିଷ୍ଣୁ ଅବ୍ୟୟମ୍। এই ଅବ୍ୟୟ ବିଷ୍ଣୁ ସ୍ୱରୂପକୁ ଧ୍ୟାନ କରୁଛନ୍ତି ଯେତେବେଳେ ପୂର୍ଣ୍ଣାହୁତିର 999 ଅଶ୍ୱମେଧ ଯାଗ ସମାପ୍ତ। ଅନ୍ତିମତମ 1000ତମ ଅଶ୍ୱମେଧ ଯାଗର ଶେଷ ପୂର୍ଣ୍ଣାହୁତି ତାର 7 ଦିନ ପୂର୍ବର କଥା। সেই রাত্রিরে চতুর্থ জামরে ধ্যানরত ইন্দ্রদম্ন স্ব অন্তঃপুরে, যদিও শিবির নীଳାଚଳରେ ଧ୍ୟାନସ୍ଥ ଅବସ୍ଥାରେ ବାହ୍ୟ ଜ୍ଞାନ ନାହିଁ, ଧୀରେ 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 ଧ୍ୟେୟ ତତ୍ଵ ଧ୍ୟେୟ ମୂର୍ତ୍ତି ନୀଳାଚଳ ଚୂଡ଼ାର ନୀଳଦେବ ଆସ୍ତେ ଆସ୍ତେ ଅନ୍ତର୍ହିତ ହେଇଯାଉଛନ୍ତି। ସାମ୍ନାକୁ ଦେଖାଯାଉଛି, ଆଖି ପାଇବ ନାହିଁ, ଦିଗ୍ବଳୟ ବିହୀନ ବିସ୍ତାର ବିସ୍ତୃତ ବ୍ୟାପକ ଶୁଭ୍ର କାନ୍ତି ବିଶିଷ୍ଟ ଏକ କିଛି ଦୃଶ୍ୟ ଧ୍ୟାନ ନେତ୍ରରେ ଦିଶୁଛି, କଳ୍ପନା ନେତ୍ରରେ ନୁହଁ କିମ୍ବା ଜାଗତିକ ନେତ୍ରରେ ନୁହଁ, ଏଟା ବୌଦ୍ଧିକ ନେତ୍ର। ଯାହା ହଉ ଭଗବାନ ଭଗବତ ସତ୍ତା କେବଳ ବୁଦ୍ଧିରେ ପ୍ରକାଶ ପାଆନ୍ତି, କୌଣସି ସମୟରେ ମନରେ ପ୍ରକାଶ ପାଇବେନି, ବାକ୍ୟରେ ପ୍ରକାଶ ପାଇବେନି, ଇନ୍ଦ୍ରିୟରେ ପ୍ରକାଶ ପାଇବେନି। ବହୁ ବହୁ ପ୍ରମାଣ ରହିଛି। ଯତୋ ବାଚୋ ନିବର୍ତ୍ତନ୍ତେ ଅପ୍ରାପ୍ୟ ମନସା ସହ। ଭଗବତ ସତ୍ତାକୁ ବାକ୍ୟରେ ପ୍ରକାଶ କରି ହୁଏ ନା, ମନ ପରିକଳ୍ପନା କରିପାରେ ନା, একমাত্র বুদ্ধি দ্বারা। বেদান্ত বাক্য যতো বাচো নিবর্তন্তে অপ্রাপ্য মনসা সহ, এটা জনাশুনা ব্যবহারিক বাক্য, প্রায় ସମସ୍ତେ ଜାଣିଥିବେ, ଟିକେ ବହିପତ୍ର ଦେଖିଛନ୍ତି। କେବଳ ବୁଦ୍ଧିଗ୍ରାହ୍ୟମ୍ ପ୍ରତୀନ୍ଦ୍ରିୟମ୍ ଶ୍ରୀମଦ୍ ଭଗବତ ଗୀତା କହୁଛନ୍ତି। ଭାଗବତରେ ମଧ୍ୟ 2-3 ଶ୍ଲୋକ ଆମେ ପାଇବା କେବଳ ବୌଦ୍ଧିକ ସ୍ତରରେ। ଯାହା ହଉ ସେଇ ବିବେକ ନେତ୍ର, ପ୍ରଜ୍ଞା ନେତ୍ର, ଜ୍ଞାନ ନେତ୍ର, ବୌଦ୍ଧିକ ନେତ୍ରରେ ଇନ୍ଦ୍ରଦମ୍ନ ଅନୁଭବ କରୁଛନ୍ତି। ଏକ ବ୍ୟାପକ ଶୁଭ୍ରମୟ ଅଞ୍ଚଳ ବିଶେଷ ଧୀରେ ଧୀରେ ତାହା ସ୍ପଷ୍ଟ ହେଉଛି। ଇନ୍ଦ୍ରଦମ୍ନ ସିଆଡ଼କୁ ଯାଉନାହାନ୍ତି, ତାଙ୍କ ନିକଟକୁ ସେଇ ଦୃଶ୍ୟ ଆସୁଛି। ଭକ୍ତ ଭଗବାନଙ୍କ ଆଡ଼କୁ ଯାଏ ନା, ଭକ୍ତ ଗୋଟିଏ ସ୍ତରରେ ବସି କାନ୍ଦୁଥାଏ କରୁଣ କଣ୍ଠରେ, ବ୍ୟାକୁଳିତ ପ୍ରାଣରେ। ପ୍ରଭୁ ଆସୁଛନ୍ତି। ଧୀରେ 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 ସେଇ ଶୁଭ୍ର ବର୍ଣ୍ଣ ରାଶି ଆନ୍ଦୋଳିତ ହେଉଥିବା ଲକ୍ଷ୍ୟ କଲେ ଇନ୍ଦ୍ରଦମ୍ନ ଧ୍ୟାନସ୍ଥ ଅବସ୍ଥାରେ। କଣ ହଲଚଲ ହଉଛି, ଏ ରଙ୍ଗଟା ପରିଶେଷରେ ଅନୁଭବ କଲେ, ଓହୋ ବୋଧହୁଏ ବ୍ୟାପକ ଜଳରାଶି ତୁଲ୍ୟ ଏ ଦୁଗ୍ଧ ସାଗର କି ଆଉ। ମୁଁ ତ ଶାସ୍ତ୍ରରେ ପଢିଛି, ବିଦ୍ୱାନ ମାନଙ୍କ ମୁହଁରୁ କାନରେ ଶୁଣିଛି, ଏ କ୍ଷୀର ସାଗର କି। ଅତ୍ୟନ୍ତ ସ୍ପଷ୍ଟ ହେଇଯାଉଛି ବେଳକୁ ବେଳ। ଅରୁଣୋଦୟ ପରେ ପୂର୍ବ ଦିଗ୍ବଧୂର ମୁଖମଣ୍ଡଳ ଯେପରି ଧୀରେ 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 ସ୍ପଷ୍ଟ ହେଇ ଉଠେ, ତଦ୍ରୂପ ସ୍ପଷ୍ଟ ହେଇଯାଉଛି ଏ କ୍ଷୀର ସାଗର। କିଛି ସମୟ ପରେ ତନ୍ମଧ୍ୟରେ ଅରୁଣ ବର୍ଣ୍ଣର କୌଣସି ଏକ ସତ୍ତା ଅନୁଭବ ହେଲା ଇନ୍ଦ୍ରଦମ୍ନ। ଧୀରେ 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 ସେ ବ୍ୟାପକ ହବାକୁ ଲାଗିଲା, ବଡ଼ ହବାକୁ ଲାଗିଲା। ଶୁଭ୍ର କ୍ଷୀରସାଗର ମଧ୍ୟରେ ଏ ଅରୁଣ ବର୍ଣ୍ଣର ଏ ପଦାର୍ଥଟି କଣ ବେଳକୁ ବେଳ ବଢିବାରେ ଲାଗିଛି। ଅତି ନିକଟରୁ ଯେତେବେଳେ ଦେଖିଲେ, ଅନୁଭବ କଲେ, ଅରୁଣ ରାଗ ରଞ୍ଜିତ କ୍ଷୀରସାଗର ଅନ୍ତର୍ବର୍ତ୍ତୀ ଦ୍ୱୀପ ସଦୃଶ କୌଣସି ସ୍ଥାନ ବିଶେଷ କି ଆଉ। ଯେତେବେଳେ ଅତି ନିକଟରୁ ଦେଖିଲା ଭଳିଆ ଅନୁଭବ ହେଲା,
ଏ ଦୃଶ୍ୟ ନିକଟକୁ ଆସିଗଲାଣି। ଅନୁଭବ କଲେ ଇନ୍ଦ୍ରଦମ୍ନ ସେ ସେଇ ଅରୁଣ ବର୍ଣ୍ଣ ଓ ଦ୍ୱୀପତୁଲ୍ୟ କ୍ଷୀରସାଗର ଅନ୍ତର୍ବର୍ତ୍ତୀ ଦ୍ୱୀପ ମଧ୍ୟରେ ସ୍ୱୟଂ ଅବସ୍ଥାନ କରିଛନ୍ତି। ଆତ୍ମବିସ୍ମୃତ ହେଇଯାଇଛନ୍ତି। ମୁଁ ଇନ୍ଦ୍ରଦମ୍ନ, ମୁଁ ରାଜ୍ୟ ଅବନ୍ତୀ, ମୁଁ ଚକ୍ରବର୍ତ୍ତୀ ସମ୍ରାଟ, ବର୍ତ୍ତମାନ ନୀଳାଚଳରେ ମୁଁ ଅଛି, ମୋର ଯଜ୍ଞ କାର୍ଯ୍ୟ ଚାଲିଛି। ଏଟା ପାହାନ୍ତିଆରୁ ମୁଁ ବସି ଧ୍ୟାନ କରୁଛି। ଏସବୁ ଆତ୍ମବିସ୍ମୃତ, ନିଜକୁ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି। କେବଳ ସେଇ ସତ୍ତାରେ, ଯେଉଁ ସତ୍ତା ପରିଦୃଶ୍ୟମାନ, ସେଇ ସତ୍ତାରେ ଯେପରି ବିଲୀନ ହେଇଯାଇଛନ୍ତି ଇନ୍ଦ୍ରଦମ୍ନ। ବାକି ସକଳ କଳ୍ପନା, ମାନସିକ ଭାବନା ଲୁପ୍ତ ହେଇଯାଇଛି। ଇନ୍ଦ୍ରଦମ୍ନ ଉଠିଲେ ଆସନରୁ, ସେ ଦ୍ୱୀପ ଭିତରେ ବିଚରଣ କଲେ। ଆହା କି ସୁଗନ୍ଧ, ଆହା କି ମନୋହର, ଏ କି ସ୍ଥାନ, କି ପବିତ୍ର। ଏଠି ଯୋଉ ଆନନ୍ଦଟା ଅନୁଭବ ହଉଛି, ଏ ତ ଜାଗତିକ ଇନ୍ଦ୍ରିୟ ଲବ୍ଧ ଆନନ୍ଦ ନୁହେଁ। ମୋଠୁ କଣ ବେଶୀ ଭଲ ସୁନ୍ଦର ସୁସ୍ୱାଦୁ ଖାଦ୍ୟ ଆଉ କିଏ ଖାଇଛି କି? ଜୀବନ ସାରା ମୁଁ କେତେ ନ ଖାଇଛି। ଜିହ୍ୱା ଆସ୍ୱାଦନ କରୁଥିବା ଖାଦ୍ୟ ଜନିତ ପରିତୃପ୍ତି, ସ୍ୱାଦ ଜନିତ ଆନନ୍ଦ ତ ଇଏ ନୁହେଁ। ଏ ଜାଗତିକ ଆନନ୍ଦ ନୁହେଁ। ଇଏ ଅନ୍ତଃକରଣ ଭିତରୁ ପ୍ଳାବିତ ହୋଇ ବାହାରୁଛି। ଇଏ ଆତ୍ମାରୁ ବାହାରି ସର୍ବେନ୍ଦ୍ରିୟ ଶ୍ରୀମାନ କୃଷ୍ଣ ଚୈତନ୍ୟ ମହାପ୍ରଭୁଙ୍କର ମୁଖ ନିର୍ଗତ ବାକ୍ୟ ଯେପରି ସର୍ବାତ୍ମ ସ୍ନପନମ୍, ସର୍ବାତ୍ମ ସ୍ନପନମ୍, ଶରୀରର ସପ୍ତାବରଣକୁ ପ୍ଳାବିତ କରି କରି ଭିତରୁ ଆନନ୍ଦ ବାହାରୁଛି। ଚତୁର୍ଦିଗରେ ବିଚରଣ କଲେ, ଆନନ୍ଦରେ ଉନ୍ମାଦିତ ହୋଇ ଧୀର ସ୍ଥିର ବଜ୍ର ଗମ୍ଭୀର ଇନ୍ଦ୍ରଦମ୍ନ, ପରମ ବିବେକ ଇନ୍ଦ୍ରଦମ୍ନ ଉନ୍ମାଦିତ ହୋଇଯାଇଛନ୍ତି। ନିରୀକ୍ଷଣ କଲେ ଯେ ଇଏ ଗୋଟେ ଅରଣ୍ୟ, ଗୋଟିଏ ବନଟିଏ ବୃକ୍ଷ ରାଜିରେ ପରିପୂର୍ଣ୍ଣ। କିନ୍ତୁ ଗୋଟିଏ ପ୍ରକାରର ବୃକ୍ଷ କେବଳ ଏଠି ଦେଖାଯାଉଛି। ତଳଟି ସ୍ପଷ୍ଟିକ ତୁଲ୍ୟ ଶୁଭ୍ର ଦେଖାଯାଉଛି। ବହୁ ବିରାଟ ବଡ଼ ବଡ଼ ଦ୍ରୁମଠୁ ଆରମ୍ଭ କରି ଛୋଟ ଛୋଟ ତରୁଣ ତରୁ ତା ଭିତରେ ରହିଛନ୍ତି ଅନନ୍ତ ସଂଖ୍ୟକ, କିନ୍ତୁ ସମସ୍ତେ ଗୋଟିଏ ପ୍ରକାର। 2 ନମ୍ବର ଗଛଟିଏ ଖୋଜିକିରି ପାଉନାହାନ୍ତି। ସବୁଗୁଡ଼ିକ ବୃକ୍ଷ ମଞ୍ଜିଷ୍ଠା ରାଗ ରଞ୍ଜିତ। ମଞ୍ଜିଷ୍ଠା କହିଲେ କଣ? କିଛି ନାଲି, କିଛି ହଳଦିଆ। ଯେତିକି ପରିମାଣ ନାଲି ରଙ୍ଗ, ସେତିକି ପରିମାଣ ହରିଦ୍ରା ରଙ୍ଗ ମିଶେଇ ଦେଲେ ଯେଉଁ ରଙ୍ଗଟି ପ୍ରକାଶ ପାଇବ ତାହାକୁ ମଞ୍ଜିଷ୍ଠା ରଙ୍ଗ କୁହାଯାଏ। ଭଗବାନ ତ ଏ ବିଶ୍ୱରେ ସବୁକିଛି ରଖିଛନ୍ତି। ମଞ୍ଜୁଆତି ବୋଲି ଗୋଟିଏ ଗଛ ଆମ ଓଡ଼ିଶାରେ ଅଛି। ଆମ କୁମାରୀ ମାନେ ତାର ପତ୍ରକୁ ଲେପ ବାଟି ଲେପ କରି ହାତରେ ଦିଅନ୍ତି ନିଜର କରପଲ୍ଲବକୁ ରଞ୍ଜିତ କରିବା ପାଇଁ। ମଞ୍ଜୁଆତି, ତାହା ହିଁ ମଞ୍ଜିଷ୍ଠା। ଏ ମଞ୍ଜିଷ୍ଠା ବର୍ଣ୍ଣ ସବୁ ଗଛ ଗୁଡ଼ିକ, ତାର ପତ୍ର ମଞ୍ଜିଷ୍ଠା ବର୍ଣ୍ଣ, ତାର ଡାଳିକା ମଞ୍ଜିଷ୍ଠା ବର୍ଣ୍ଣ, ତାର କୁସୁମ ବର୍ଣ୍ଣ, କଳିକା ମଧ୍ୟ ସେୟା, ପତ୍ର ମଧ୍ୟ ସେୟା, ଗଣ୍ଡି ମଧ୍ୟ ସେୟା, ସମ୍ପୂର୍ଣ୍ଣ। କିନ୍ତୁ ତଳଟି ଶୁଦ୍ଧ ସ୍ପଷ୍ଟିକ ତୁଲ୍ୟ, ଆତ୍ୟନ୍ତିକ ଭାବରେ ଶୁଭ୍ର। ତାପରେ ମଞ୍ଜିଷ୍ଠା ବର୍ଣ୍ଣ ଭର୍ତ୍ତି ହେଇଛି ଗଛ। ସେ ଗଛକୁ ଦେଖିଦେଲେ ଅନୁଭବ ହଉଛି ଏ କଣ ବୃକ୍ଷ ନା ବିଷ୍ଣୁ ପ୍ରତିମା? ଏ ଭ୍ରମଟା ଆସୁଛି। ହୃଦୟ ଭିତରୁ କହୁଛି ବିଷ୍ଣୁ ପ୍ରତିମା ତୁଲ୍ୟ ଏ ବୃକ୍ଷ ଗୁଡ଼ିକ ଦେଖାଯାଉଛନ୍ତି। ଧ୍ୟାନତ ଅବସ୍ଥାରେ ଅଛନ୍ତି। ମହାପୂର୍ଣ୍ଣାହୁତିର ପୂର୍ବବର୍ତ୍ତୀ ସପ୍ତମ ରାତ୍ରିର ଚତୁର୍ଥ ଯାମ। ଯେଉଁ ବୃକ୍ଷ ନିକଟକୁ ଯାଇ ଦେଖିଲେ ଶଙ୍ଖ ଚିହ୍ନ, ଚକ୍ର ଚିହ୍ନ, ଶଙ୍ଖ ଚିହ୍ନ, ଚକ୍ର ଚିହ୍ନ ବୃକ୍ଷର ବଳକଳରେ ଲକ୍ଷ୍ୟ କରି ଅନୁଭବ କଲେ ଯେ ଏ ଚିହ୍ନଟି କେବଳ ବାହାରେ ନାହିଁ,
ए चिन्हटी भितर भितर मध्य व्यापिक रही। आम जदि किसी अंश चक्र चिन्ह उपरू चांछिकी बाहर करदे बड़कलर तथापि चक्र चिन्ह दुषिब केवल ऊपर छाप दिहनी। जो पत्रटी देखिए एपटे शंख तो उल्टे देले चक्र तार पृष्ठ भागरे शंख चिन्ह तो अन्य भागरे उल्टे देले चक्र चिन्ह शंख चक्र चिन्हांकित सकल पत्र ये अद्भुत अरण्य देखुंट आनंदर विहलित हो मधुर गंधरे आप्यायित हो व्याकर चित्तरे से अरण्यर भितर भितर तले प्रवेश करि जाउछंती। बहु दूर रे एक सुंदर ज्योति निर्गत होछि नीलाभ ज्योति। ये अरण्य भितरे ए लाल रंगर अरण्य भितरे ये सुंदर ज्योतिटी कौन देखा जाउछि। टिके आगो को आगे जाई देखिले ये एक महामनोहर स्पष्टिक निर्मित विशाल सिंहासन व्याघ्र चित्तरे दौड़ी गले पाखक ये की पदार्थ जहाँ देखीदेले निकट को जाई इंद्रदमन निकट को जाई देखीदेले से स्पष्टिक मंडप उपरे विराजित तदृशे तस्त्रस्थ साक्षात शंख चक्र गदाधर स्वयं भगवान बसचंदी से मंडप उपरे बोल प्रभु श्री भगवान तन्मध्ये ददृशे साक्षात शंख चक्र गदाधर दक्ष पार्श्वे स्थित तस्य अनंतं धरणीधर अनंतम धरणीधरम दक्ष पार्श्वे डाण पटरे अनंत धरणीधर साक्षात बलदेव दंडामान अछि। सभ्य पार्श्वगता तस् विष्णु लक्ष्मीतांग शुभ लक्षण सभ्य वाम वाम पार्श्व प्रभुंर किए बसचंती से स्पष्टिक मणिमय मंडपरे वाम पार्श्व स्थित विष्णु लक्ष्मी तांग शुभ लक्षण लक्ष्मींर वाम पार्श्व अच्छा सुदर्शन एतिके दर्शन कले ए अपूर्व दर्शन करी विहलित प्राण रे भक्तिपूर्ण चित्तरे चाहूचंती देखागला तांको सम्मुख भागरे मंडपर निम्न देशरे करजोड़ पूर्वक किए छिड़ा होइचंती स्पष्ट करी चाहिले टिके चतुर्मुख ब्रह्मा चारिटाक मुखरु स्तुति बाहरुची चारिटाक मुखरु स्तुति बाहरुची तांका पछरे आउ चार जन छिड़ा होइचंती सनक सनंदन सनातन शरत कुमार चतुर्जन ये पांच जन सेठी अछंती ए पांच जन अछंती लंबा होइकरी श्री पड़ी गले पाद तले उठी सुंदर स्तव स्तुति करचंती स्तव स्तुति करू करू भक्ति परि प्रबल होई उठला जे एपरि आवेग हला एपरि चमकी गला हृदय इंद्रदमनकर किंभत किमाकार अवस्था होई गला धड़ करे ध्यान भांगी गला आ बसचंती निजर अंतःपुर रे आसन उपरे मो प्रभु कुआडे गले मु तो ध्यान करूथले निरंतर मोर नीलरत्नंगु नीलमाधवंगु ये कौन देखिली मो शरीर रोमांच होइकरी रहिछि मोर चक्षुरु केति जे आनंदाश्रु झरी मोर अंग को आर्द्र करि पकैछि ताहले दृश्य की सत्य ये केवल स्वप्न तुल्य किंबा कल्पना युक्त नुहे एक दृश्य प्रभुंग प्रति प्रणाम ज्ञापन पूर्वक सीधा नारद पाखु गले देवर्षिपाद ए कौन कथा चुप पाटी खोली काहू कहबनी किछि कहनी तमे नीरव रह समय आसीब तेबे एतिके मु कहि रखुछि इंद्रदमन तुम यज्ञ संपूर्ण सफल बीतीगला किछि दिन पूर्णाहुति दिवस समस्ते तत्पर समस्ते कार्य व्यस्त से दिवसटी गला
ପୂର୍ଣ୍ଣାହୁତି ଦିବସର ସକାଳ କଥା। ଇନ୍ଦ୍ରଦମନ ଶୀଘ୍ର ଶୀଘ୍ର ନିଜର ସମସ୍ତ ଶୌଚାଦି କାର୍ଯ୍ୟ ନିତ୍ୟକର୍ମ ସମାପନ କରି ନାରଦଙ୍କ ନିକଟକୁ ଯାଇଛନ୍ତି। ପୂର୍ଣ୍ଣାହୁତିର ବିବିଧ ବିଷୟରେ ଆଲୋଚନା ଚର୍ଚ୍ଚା ଚାଲିଛି। ନାରଦଙ୍କ ସହିତ ପରାମର୍ଶ ଚାଲିଛି। ପୂର୍ବାହ୍ନ ସମୟ। ଏତିକି ବେଳେ ହଠାତ୍ 2-4 ଜଣ ଦୂତ ଦୌଡ଼ି ଆସି ଶିବିର ବାହାରେ ପହଞ୍ଚିଲେ ଏବଂ ଦ୍ୱାରୀ ଆସି କହିଲେ, ସମ୍ରାଟ, ସ୍ନାନଘାଟର ଦ୍ୱାରୀ କାହିଁକି କେଜାଣି ଏକ ବ୍ୟଗ୍ର ଚିତ୍ତରେ ବ୍ୟାକୁଳିତ ହୃଦୟରେ ଆପଣଙ୍କୁ ପ୍ରତୀକ୍ଷା କରୁଛି। ବ୍ୟାକୁଳିତ ଚିତ୍ର ନେଇ ଆସ, ଭିତରକୁ ନେଇ ଆସ। ଦ୍ୱାରୀ ତ ଏକ ପ୍ରକାର କମ୍ପି କମ୍ପି ଆନନ୍ଦରେ ଉତ୍ଫୁଲ୍ଲିତ ହୋଇ ପାଗଳ ତୁଲ୍ୟ ଆସି ମହାରାଜ ମହାରାଜ ମହାରାଜ। ଆରେ କ'ଣ କହରେ, କ'ଣ ହେଇଛି ଘଟଣା? କ'ଣ ହେଇଛି? ଯେମିତି ଅଧୈର୍ଯ୍ୟ ହେଇଯାଇଛୁ। କିଛି ଅଶୁଭ ନାହିଁ ତ? ନାଇଁ ଯେ ମହାରାଜ। ଆଉ କ'ଣ? ଏକ ବିରାଟ ବୃକ୍ଷ, ଏକ ବିରାଟ ଦ୍ରୁମ ଭାସି ଭାସି ଆସି ସ୍ନାନ ଘାଟରେ ଲାଗିଛି।